ଦର୍ଶକ ବନ୍ଧୁ ସୁଭଦ୍ରା ଯୋଜନା ଯାହାକି 3000 ଗାଁରେ ପହଞ୍ଚିନି ସୁଭଦ୍ରା ଯୋଜନା ମିଛ କହୁଛି କି ବିଜେପି ସରକାର ତା ସହିତ କ'ଣ ରହିଛି ଏହି ସୁଭଦ୍ରା ଯୋଜନାକୁ ନେଇ ଲାଟେଷ୍ଟ ଗୋଟେ ତାହା ମୁଁ ଆପଣଙ୍କୁ କହିଦେବି ଏହି ଭିଡ଼ିଓରେ କାରଣ ଦ୍ୱିତୀୟ ପର୍ଯ୍ୟାୟରେ କିସ୍ତି ଟଙ୍କା ବହୁତ ମା ଭଉଣୀମାନେ ପାଇଛନ୍ତି ଏବଂ ବହୁ ଜଣ ପାଇନାହାନ୍ତି ତ କ'ଣ କଲେ ସେଇମାନଙ୍କ ଆକାଉଣ୍ଟକୁ ଦ୍ୱିତୀୟ ପର୍ଯ୍ୟାୟରେ କିସ୍ତି ଟଙ୍କା ଆସିବ ତା ସହିତ ଯଦି ଆପଣଙ୍କର ରିଜେକ୍ଟ ହେଉଛି ତ ରିଜେକ୍ଟ ଯଦି ହେଉଛି କ'ଣ କଲେ ଆପଣ ଆଉଥରେ ପଇସା ପାଇପାରିବେ ଚାଲନ୍ତୁ ଡିଟେଲ୍ସ ମୁଁ ଆପଣଙ୍କୁ ଏହି ଭିଡ଼ିଓରେ ଦେଖାଇଦେବି ତ ଦର୍ଶକ ବନ୍ଧୁ ଓଡ଼ିଶା ସରକାର ଫ୍ଲାଗସିପ୍ ସ୍କିମ୍ ହେଉଛି ସୁଭଦ୍ରା ଯାହାକୁ ନେଇ ରାଜ୍ୟରେ ତଥା ଦେଶରେ ବେଶ ପ୍ରଶଂସା ସାଉଣ୍ଡୁଛି ମୋହନ ମାଝୀ ସରକାର ତ ରାଜ୍ୟରେ 1 କୋଟିରୁ ଅଧିକ ମହିଳା ଏବଂ ଯୁବତୀଙ୍କ ଖାତାକୁ ଦୁଇଟି କିସ୍ତିରେ ସୁଭଦ୍ରା ଟଙ୍କା ପହଞ୍ଚି ସାରିଲାଣି ଆଉ ତୃତୀୟ କିସ୍ତିରେ ଟଙ୍କା ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଯାଉଛି ତ ତେବେ ଏହି ଦ୍ୱିତୀୟ କିସ୍ତି ଏମିତି 2ଟି କିସ୍ତି ମିଳିସାରିଲାଣି କିନ୍ତୁ ଏବେ ବି ଅନେକ ଗାଁରେ ସୁଭଦ୍ରା ଯୋଜନା ପହଞ୍ଚି ନଥିବାର ଅଭିଯୋଗ ମିଳିଛି ଏମିତି ଅଭିଯୋଗ କରିଛନ୍ତି କେନ୍ଦ୍ରର ଖୋଦ୍ କଂଗ୍ରେସ ବିଧାୟକ ଏବଂ ଦଳର ନେତା ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ 3881 ଗ୍ରାମକୁ ପହଞ୍ଚି ପାରୁନାହିଁ ସୁଭଦ୍ରା ଯୋଜନା କୋଟିଆ ମହିଳା ଏମାନେ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ଗୋଟିଏ ବି କିସ୍ତି ପାଇନାହାନ୍ତି ତା ସହିତ ରାମଚନ୍ଦ୍ର କୋଡମ କହିଛନ୍ତି ଏତେ ମାତ୍ରାରେ ମହିଳାଙ୍କୁ ଏଯାଏ ସୁଭଦ୍ରା ଟଙ୍କା ମିଳିନାହିଁ ଏହା କି ପ୍ରକାରର ମହିଳାଙ୍କୁ ସମ୍ମାନ କି ପ୍ରକାରର ନ୍ୟାୟ ସରକାର କେବଳ ସ୍ଲୋଗାନ ଦେଉଛନ୍ତି ଯଦି ବଞ୍ଚିତ ହେବା ମହିଳା ପାଖରୁ ସୁଭଦ୍ରା ଟଙ୍କା ନ ପହଞ୍ଚିପାରେ ତେବେ ଏହା ଆନ୍ଦୋଳନ କରାଯିବ ବୋଲି ସେ ଘୋଷଣା କରୁଛନ୍ତି ତ ସେପଟେ କଂଗ୍ରେସ ମଧ୍ୟ ବିଧାୟକ ଦଳର ନେତା ଏଭଳି କହିଛନ୍ତି ତ ସମସ୍ତଙ୍କ ଆକାଉଣ୍ଟକୁ ବର୍ତ୍ତମାନ ଠିକରେ ପଇସା ଆସିଲାଣି ଯଦି ଆପଣ ଜଣେ ଯୋଗ୍ୟ ହିତାଧିକାରୀ ହୋଇଥିବେ ତାହେଲେ ଆପଣଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ କିସ୍ତି ଟଙ୍କା ଆସିଥିବ ଯଦି ଆପଣ ଯୋଗ୍ୟ ହିତାଧିକାରୀ ନ ହୋଇଛନ୍ତି ତାହେଲେ ଆପଣଙ୍କ ଆକାଉଣ୍ଟକୁ ପଇସା ଆସିବ ନାହିଁ ତ ଦର୍ଶକ ବନ୍ଧୁ ଆପଣ ନିହାତି ଭାବରେ ଆମକୁ କମେଣ୍ଟ କରି ଜଣାନ୍ତୁ ଯେ ଆପଣ ଜଣେ ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀ ନା ଜଣେ ଅଯୋଗ୍ୟ ହିତାଧିକାରୀ ତ ଦର୍ଶକ ବନ୍ଧୁ ଭିଡ଼ିଓଟି ଶେଷ ଯାଏଁ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ ଆଉ ଚ୍ୟାନେଲକୁ ଯଦି ଆପଣ ପ୍ରଥମ ଥର ପାଇଁ ଆସିଛନ୍ତି ଗୋଟେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଅଲ୍ କରି ରଖିଥାନ୍ତୁ ଧନ୍ୟବାଦ।